ଆଜ୍ଞା କଣ କହିବେ କିଟ୍ ସମ୍ପର୍କରେ ଆପଣଙ୍କ ଷ୍ଟୁଡେଣ୍ଟ ୟୁନିୟନ ଯୋଉ ଅଛନ୍ତି ସେ ବିରୋଧ କରୁଛନ୍ତି କିନ୍ତୁ ଆପଣ ତ ସବୁ ତାଙ୍କ ସପକ୍ଷରେ ରହିଛନ୍ତି। ଷ୍ଟୁଡେଣ୍ଟ ୟୁନିୟନ ତା ସପୋର୍ଟରେ କହିଛନ୍ତି। ତାକୁ ବଦନାମ କରିବା ପାଇଁ ଚକ୍ରାନ୍ତ କରାଯାଉଛି। 40,000 ଛାତ୍ର ଏକାଠି ହେଇଥିଲେ କାଲି। ଇଞ୍ଜିନିୟରିଂ ଛାତ୍ର, ମେଡିକାଲ ଛାତ୍ର, ଆମର ମ୍ୟାନେଜମେଣ୍ଟ ଛାତ୍ର, ଆୟୁର୍ବେଦିକ ଛାତ୍ର, ଆଦିବାସୀ ଛାତ୍ର ସେମାନେ କାଲି ଏକାଠି ହେଇ କହିଛନ୍ତି ଯଦି ଆମ ଚାନ୍ସେଲର ଡକ୍ଟର ଅଚ୍ୟୁତ ସାମନ୍ତକୁ ଆଉ ବଦନାମ କରାଯାଏ ଆମେ ରାସ୍ତାରେ ତାର ଜବାବ ମାଗିବୁ। କାହିଁକି ବଦନାମ କରାଯାଉଛି? ଗୋଟେ ୟୁପିର ଗୋଟେ ଛାତ୍ର ସେ ହଉଛି ମାନେ ଯୋଗୀର ଏବଂ ପ୍ରାଇମ ମିନିଷ୍ଟର ନରେନ୍ଦ୍ର ମୋଦୀର ସାଙ୍ଗ ଭାଇସ ପ୍ରେସିଡେଣ୍ଟ ତାରି ପୁଅ ପ୍ରେମ କଲା। ଆଉ ଗୋଟେ ନେପାଳୀ ଟଙ୍କା କହିଲା ତୁ ଇପୁ ଝିଅ ଇପୁ ପୁଅକୁ ବାହା ହେଇପାରିବୁନି, ବାହା ହବୁ ତ ନେପାଳୀ। ସେ କହିଲା ମୁଁ ସେ କଥା ଶୁଣିବିନି। ଏ ନେକେଡ ଫଟୋ ଦେଖେଇଲା, ସେ ଆତ୍ମହତ୍ୟା କଲା। ଏଥିରେ ଦୋଷ କଣ? ମାଲିକର ଦୋଷ କଣ? ଆଜ୍ଞା ଅଚ୍ୟୁତ ସାମନ୍ତ କଣ କଲେ? ଅଚ୍ୟୁତ ସାମନ୍ତ ଦୋଷ କଣ? ତା ପାଇଁ ଆଜି ୱାର୍ଲଡରେ ନା ମୁଁ ଯାଇଥିଲି ଜର୍ମାନ, ଫ୍ରାନ୍ସ, ଆମେରିକା ମତେ ସମର୍ଥନ ଦେଇଥିଲେ କିଡ୍ ଷ୍ଟୁଡେଣ୍ଟ ମାନେ, ସାଇଣ୍ଟିଷ୍ଟ, ଡକ୍ଟର, ଇଞ୍ଜିନିୟର ସୁନାମ ବଢିଛି ସାରା। ଆଜି ହଜାର ହଜାର ଛାତ୍ରଛାତ୍ରୀ ପାଠ ପଢି ବାହାର ଚାକିରି କରିଛନ୍ତି। ହଜାର ହଜାର ଆଦିବାସୀ ପଢଉଛି ସେ ବିରାଟ ଇନଷ୍ଟିଚ୍ୟୁଟ। ଆଜି ଅଚ୍ୟୁତ ସାମନ୍ତ ପାଇଁ ଭୁବନେଶ୍ୱର, ଜଟଣୀ, ଖୋର୍ଦ୍ଧା ଅଞ୍ଚଳର 2 ଲକ୍ଷ ଲୋକ ବେପାର କରି ବଞ୍ଚୁଛନ୍ତି ଚନ୍ଦ୍ରଶେଖରପୁରଠୁ କିଡ୍ସ ପର୍ଯ୍ୟନ୍ତ। ତାକୁ ବଦନାମ କରାଯାଉଛି, ଅତି ଅନ୍ୟାୟ କରାଯାଉଛି ତା ପ୍ରତି। ତେଣୁ ହେ ସରକାର ଆଉ କିଡ୍ସ କି ବଦନାମ କରନି, ପିଲାଙ୍କ ପାଠ ପଢାରେ ଆଞ୍ଚ ଛାଡନି, କୌଣସି କିଡ୍ସ ଅଞ୍ଚଳରେ ଝାମେଲା ସୃଷ୍ଟି କରନି। ଆଉ କେହି ଆନ୍ଦୋଳନ କରି ମୁଁ ହାତ ଯୋଡି ଅନୁରୋଧ କରୁଛି, ଆମ ଭୁବନେଶ୍ୱର ମର୍ଯ୍ୟାଦା ପଳଉଛି, ଓଡିଶାର ମର୍ଯ୍ୟାଦା ପଳଉଛି, କିଡ୍ସ ଇନଷ୍ଟିଚ୍ୟୁଟର ମର୍ଯ୍ୟାଦା ପଳଉଛି, ସାରା ପୃଥିବୀରେ ନାଁ କରିଛି। ତେଣୁ ଖୁବ ଭଲ ହବ ଏଥିରୁ ଓହରି ଗଲେ। ଉଚ୍ଛେଦ କରାଯିବ। ହଁ କରାଯାଉ। ଯେ ଜବରଦଖଲ କରିଛନ୍ତି ତାର ଉଚ୍ଛେଦ କର। ଯଦି ଗଣ୍ଡଗୋଳରେ ଇନଭଲ୍ଭ ଆକ୍ସନ ନିଅ, କିନ୍ତୁ ପ୍ରହସନ କରନି, ଡ୍ରାମା କରନି, ବିବୃତ୍ତି ଦିଅନି, କୁଟାଣି ମାରନି। ଅଚ୍ୟୁତ ସାମନ୍ତ ଆରେଷ୍ଟ କାହିଁ ଆରେଷ୍ଟ କରାହବ? ସେ କଣ ଦୋଷ କରିଛି? ଏଡେ ବଡ ଶିକ୍ଷାବିତ ସାରା ପୃଥିବୀରେ ନେଇକି ଥୋଇ ସାରିଲାଣି, ତାକୁ କାହିଁ ଆରେଷ୍ଟ କରାଯିବ? ତାକୁ ଯଦି ଆରେଷ୍ଟ କରାଯିବ 50,000 ଲୋକ ଆମେ ଆନ୍ଦୋଳନ କରିବୁ।